ସାଙ୍ଗମାନେ ଯେଉଁ ଘରେ ଶାଶୁ ଏବଂ ବୋହୂ ପରସ୍ପରକୁ ବଦଳେଇବା ପରିବର୍ତ୍ତେ ବୁଝିବା ଆରମ୍ଭ କରନ୍ତି, ସେହି ଘରକୁ ଅଭିଯୋଗ ବଦଳରେ ଆଶୀର୍ବାଦ ଫେରି ଆସିଥାଏ। ଶାଶୁଙ୍କର ମିଠା ଶବ୍ଦ ଏବଂ ବୋହୂର ହସ ଏକତ୍ର ଭାବରେ ମିଶିଗଲେ ଅନେକ ଝଗଡ଼ା ସୃଷ୍ଟି ହେବା ପୂର୍ବରୁ ଶାନ୍ତି ଫେରି ଆସିଥାଏ। ଥରେ ନାରଦ ପଚାରିଲେ, ପ୍ରଭୁ ଆପଣ ସବୁବେଳେ କାହିଁକି ହସୁଛନ୍ତି? ଭଗବାନ ଶ୍ରୀକୃଷ୍ଣ ଅତି ସୁନ୍ଦର ଉତ୍ତର ଦେଲେ। ସେ କହିଲେ, ଯିଏ ସମୟକୁ ବୁଝିପାରେ ସିଏ ପ୍ରତ୍ୟେକ ଯନ୍ତ୍ରଣାରେ ହସିପାରେ। ସମୟ ସମସ୍ତଙ୍କୁ ପରୀକ୍ଷା କରେ, କିନ୍ତୁ ଯେଉଁମାନେ ଧୈର୍ଯ୍ୟ ଧରି ରୁହନ୍ତି ସେମାନେ ହିଁ ଜିତି ଯାଆନ୍ତି। ତେଣୁ ସାଙ୍ଗମାନେ ଜୀବନରେ କେବେ ବି ଧୈର୍ଯ୍ୟହରା ହୁଅନ୍ତୁ ନାହିଁ। ଯେତେ ବଡ଼ ପରିସ୍ଥିତି ଆସିଲେ ବି ଧୈର୍ଯ୍ୟର ସହିତ ସାମ୍ନା କରନ୍ତୁ। ଜୀବନର 5ଟି ସତ୍ୟ ଆସନ୍ତୁ ଜାଣିବା। ମା ଠାରୁ ବିଶ୍ୱାସୀ କେହି ନାହିଁ। ଗରିବର ବନ୍ଧୁ କେହି ହୁଅନ୍ତି ନାହିଁ। ଲୋକେ ଏଠି ଗୁଣ ନୁହେଁ ଚେହେରାକୁ ଦେଖି ପସନ୍ଦ କରନ୍ତି। ଇଜ୍ଜତ ମନୁଷ୍ୟକୁ ନୁହେଁ ଟଙ୍କାକୁ ଦିଆଯାଇଥାଏ। ଯାହାକୁ ସବୁଠୁ ବେଶୀ ପ୍ରେମ କରିବ ସିଏ ହିଁ ଦିନେ ନା ଦିନେ ଆପଣଙ୍କର ସବୁଠାରୁ ବେଶୀ ବଡ଼ ଦୁଃଖର କାରଣ ହେବ। କିଛି ମୂଲ୍ୟବାନ କଥା ଆସନ୍ତୁ ଜାଣିବା। ଜୀବନରେ ଜିତିବା ପାଇଁ ନୁହେଁ ଶିଖିବା ପାଇଁ ହାରିବା ଆବଶ୍ୟକ। ଯେଉଁ ମଣିଷ ନିଜ ଭୁଲକୁ ମାନି ନେଇଥାଏ ବାସ୍ତବରେ ସିଏ ହେଉଛି ବୁଦ୍ଧିମାନ। ସମୟ ସମସ୍ତଙ୍କୁ ଶିକ୍ଷା ଦେଇଥାଏ, ଆଉ ସେଇ ଶିକ୍ଷାର ମୂଲ୍ୟ ବହୁତ ହୋଇଥାଏ। ସବୁକିଛି ପାଇଲେ ଶାନ୍ତି ମିଳେ ନାହିଁ। ଶାନ୍ତି ସେତେବେଳେ ମିଳିଥାଏ ଯେତେବେଳେ ତୁମ ପାଖେ ଯାହା ଅଛି ତୁମେ ତାହାର ମୂଲ୍ୟ ବୁଝିଥାଅ। ଜୀବନରେ ସବୁଠାରୁ ବଡ଼ ଭୁଲ ହେଉଛି ସବୁକୁ ଠିକ୍ ବୋଲି ଭାବିବା। ଯେଉଁ ମଣିଷ ନିଜ ମନକୁ ଜିତିପାରେ ସିଏ ଦୁନିଆକୁ ବି ଜିତିପାରେ। ତେବେ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ। ଆଉ ଏହି ଭିଡ଼ିଓଟି ଆପଣଙ୍କୁ କିପରି ଲାଗିଲା କମେଣ୍ଟରେ ଆପଣଙ୍କର ମୂଲ୍ୟବାନ ମତାମତ ଦେବାକୁ ଜମାରୁ ଭୁଲିବେ ନାହିଁ। ସାଙ୍ଗମାନେ ଯଦି ଜାତି ମ୍ୟାଟର କରିଥାନ୍ତା ତ ପ୍ରଭୁ ଶ୍ରୀରାମ କେବେ ବି କୈବର୍ତ୍ତଙ୍କ ସହ ନଦୀ ପାରି ହୋଇନଥାନ୍ତେ। ଯଦି ଅବସ୍ଥା ମ୍ୟାଟର କରିଥାନ୍ତା ତ ଭଗବାନ ଶ୍ରୀକୃଷ୍ଣ କେବେ ବି ନିଜ ଲୁହରେ ସୁଦାମାଙ୍କ ପାଦ ଧୋଇ ଦେଇ ନଥାନ୍ତେ। ଆଉ ଯଦି ରୂପ ମ୍ୟାଟର କରିଥାନ୍ତା ତ ମାତା ପାର୍ବତୀ କେବେ ବି ମହାଦେବଙ୍କୁ ବିବାହ କରିନଥାନ୍ତେ। କ'ଣ ସାଙ୍ଗମାନେ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।